ଦୁଇ ମିନିଟ୍ରେ କେବେ କ୍ଷୀରି ବନେଇକି ଖାଇଛନ୍ତି? ଚାଲନ୍ତୁ ମୁଁ ଆପଣଙ୍କୁ ଶିଖେଇବି 2 ମିନିଟ୍ରେ କ୍ଷୀରି। ପ୍ରଥମେ ମୁଁ ଏଠି ଚାଉଳକୁ ବତୁରେଇକି ରଖିଦେଇଛି। ମୁଁ ଏଠି ବାସୁମତୀ ଚାଉଳ ନେଇଛି, ଆପଣ ଚାହିଁଲେ ନର୍ମାଲ୍ ଯେଉଁ ଅରୁଆ ଚାଉଳ ବି ନେଇପାରିବେ। ଆଉ ତାପରେ ମୁଁ ଏଠି ପ୍ରେସର୍ କୁକର୍ରେ ଟିକେ ଗୋଟେ ଚାମଚ ଘିଅ ଦେଇଦେଲି। ଘିଅ ଦେଇଦେଇକି କାଜୁ ଟିକେ ଭାଜିକି କାଢ଼ିଦେଲି। ତାପରେ ସେଇ ବତୁରା ଚାଉଳକୁ ପକେଇକି ଟିକେ ଭାଜି ଦେଇକି ତାପରେ କ୍ଷୀର ଦେଇକି 2 କପ୍ 2ଟା ହୁଇସିଲ୍ ପାଇଁ ଛାଡ଼ିଦେଲି। ହୁଇସିଲ୍ ଦେଖନ୍ତୁ କାଢ଼ି ସାରିଲା ପରେ ଚାଉଳ ପୁରା ସିଝି ଯାଇଛି। ଆଉ ମୁଁ ତାକୁ ଟିକେ ଭଲସେ ମିକ୍ସ କରିଦେଉଛି, ଯେମିତି ଚାଉଳ ସବୁ ଭାଙ୍ଗିଯିବ, ଭଲସେ ଟିକେ କ୍ଷୀରି ଟାଇପ୍ର ହେଇଯିବ। ତାପରେ କ୍ଷୀର ଦେଇଦେବି। ଆଉ କ୍ଷୀର ଦେଇ ସାରିଲା ପରେ ମୁଁ ଏଠି ଅଳେଇଚ ଦେଇଦେଇଛି, ଆଉ ସ୍ୱାଦ ଅନୁସାରେ ଲୁଣ ଦେଇଛି। କ୍ଷୀର ଦେଇ ସାରିଲା ପରେ ପୁଣି ଏଠି କାଜୁ, ସେ ଭଜା କାଜୁ ପକାଇଦେବି, ଆଉ ଚିନି ଦେଇଦେବି, ଆଉ ଟିକେ କ୍ଷୀର ଦେଇଦେଇକି ତାକୁ ଫୁଟିବା ପାଇଁ ଭଲସେ ଟିକେ ଛାଡ଼ିଦେବି। ଭଲସେ ଫୁଟି ଯାଇ ସାରିଲା ପରେ ସବୁକୁ ଗୋଳେଇ ଗାଳେଇ ଘାଣ୍ଟି ଚକୁଡ଼ିକି ସାରିଲା ପରେ 2 ମିନିଟ୍ରେ ଆମର ଏଠି କ୍ଷୀରି ହେଇଗଲା ରେଡ଼ି। କ'ଣ ଭାବୁଛନ୍ତି? 2 ମିନିଟ୍ର କ୍ଷୀରି ଏବେ ବନେଇକି ଖାଆନ୍ତୁ। ଆଉ ମୋ ଭିଡ଼ିଓ ଭଲ ଲାଗୁଥିଲେ ମୋ ଚ୍ୟାନେଲ୍କୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ସେୟାର କରନ୍ତୁ। ଜୟ ଜଗନ୍ନାଥ।